ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, କାଚ ବୋତଲରେ ମଦ ବିକ୍ରି ଉପରେ ଲାଗିଲା କଟକଣା। ଏଣିକି ଟେଟ୍ରା ପ୍ୟାକେଟରେ ମିଳିବ ମଦ। କ୍ଷୀର ଜୁସ୍ ପ୍ୟାକେଟ ଭଳି ମିଳିବ ମଦ। 180 ml ବା ନିବ୍ ଏବେ ମୋଟା କାଗଜ ପ୍ୟାକେଟରେ ଆସିବ। କାଚ ବୋତଲରେ ମଦ ବିକ୍ରି ଉପରେ ଲାଗିଗଲା କଟକଣା। ବିଧାନସଭାରେ ସମ୍ପର୍କିତ ଅବକାରୀ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ସରକାରଙ୍କ ଏଭଳି ବଡ଼ ନିଷ୍ପତ୍ତିର ସୁରାକ। ପରବର୍ତ୍ତୀ ଖବର, କିଛି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ବଦଳିପାରେ ରାଜ୍ୟର ପାଣିପାଗ। ଆସନ୍ତା 23 ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଟୋଲରେ ଆଉ ନେବେନି ଟଙ୍କା। ଟୋଲ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଟୋଲ ପ୍ଲାଜାଗୁଡ଼ିକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବାକୁ ପ୍ରସ୍ତୁତି କରୁଛି। ସୂଚନା ଅନୁଯାୟୀ 1 ଏପ୍ରିଲ 2026 ସୁଦ୍ଧା ସମସ୍ତ ଜାତୀୟ ରାଜପଥ ଟୋଲ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇପାରେ। ଯଦି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ତେବେ କେବଳ ଫାସ୍ଟାଗ କିମ୍ବା UPI ଭଳି ଡିଜିଟାଲ ମାଧ୍ୟମରେ ଟୋଲ ଦେୟ କରାଯାଇପାରିବ। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଥିଲା। ରାଜ୍ୟ ସରକାରଙ୍କ ସେମାନଙ୍କର ମହଙ୍ଗା ଭତ୍ତା DA 25ରୁ 35% ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି କେବଳ ବର୍ତ୍ତମାନ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇ ନାହିଁ ବରଂ ପେନସନଭୋଗୀଙ୍କ ପକେଟକୁ ମଧ୍ୟ ଗରମ କରିଛି। ଏହି ସରକାରୀ ନିଷ୍ପତ୍ତିର ପ୍ରଭାବ ଆସନ୍ତା ମାସରେ ଦୃଶ୍ୟମାନ ହେବ। ସଂଶୋଧିତ DA ମାର୍ଚ୍ଚ ମାସର ଦରମା ସହିତ ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ରାଜ୍ୟରେ ଏପ୍ରିଲ 1 ତାରିଖରୁ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନସିଭ ରିଭିଜନ SIR ପ୍ରକ୍ରିୟା। ଏଥିପାଇଁ ଦୀର୍ଘ ଦିନ ହେଲା ଜାରି ରହିଛି ମ୍ୟାପିଂ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ R ସନ୍ଥଗୋପାଳନ ଏନେଇ ସୂଚନା ଦେଇଛନ୍ତି। ଏଥିପାଇଁ 2 ଦିନ ତଳେ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଜଗାହୁଣ୍ଡିରୁ 58 କିଲୋ ସୁନା। ଜଗାହୁଣ୍ଡିକୁ ଆସୁଛି କେଜି ସୁନା। ମୁକ୍ତ ହସ୍ତରେ ଭକ୍ତ ଦାନ କରୁଛନ୍ତି ସୁନା ରୂପା ସାଙ୍ଗକୁ ଟଙ୍କା ପଇସା। 1981 ମସିହାରୁ 2025 ମସିହା ଭିତରେ ଶ୍ରୀମନ୍ଦିର ହୁଣ୍ଡିରେ ପଡ଼ିଛି 58 କେଜିରୁ ଅଧିକ ସୁନା, ଯାହା ମଧ୍ୟରୁ କେବଳ ଗତ ବର୍ଷ ମିଳିଛି 3 କେଜିରୁ ବେଶି ମୂଲ୍ୟବାନ ଧାତୁ। ପରବର୍ତ୍ତୀ ଖବର, ପୁଣି ଗୁରୁଙ୍କ ନାଁରେ କଳଙ୍କ। 12 ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଲଜ୍ଜାଜନକ ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ। ଛାତ୍ରୀ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ 4 ଜଣ ଶିକ୍ଷକ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିବା ଅଭିଯୋଗ ହୋଇଛି। ଦୀର୍ଘ 4 ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ 4 ଜଣ ଶିକ୍ଷକ। କେନ୍ଦ୍ରାପଡ଼ା ରାଜକନିକା ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣାରେ ତଦନ୍ତ ବେଳେ ଏହା ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର, ପାକିସ୍ତାନରେ ଖାଦ୍ୟ ପାଇଁ ଡହଳ ବିକଳ। 6 ବର୍ଷରେ 7% ବଢ଼ିଛି ଦାରିଦ୍ର୍ୟ। ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଦାରିଦ୍ର୍ୟ ସୀମାରେଖା ତଳକୁ ଯାଉଛି। ଦେଶର ଅର୍ଥନୀତି ବର୍ତ୍ତମାନ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଯୁଦ୍ଧ ଓ ଦେଶର ଭୁଲ ନୀତି କାରଣରୁ ସାଧାରଣ ଲୋକଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଦକ୍ଷିଣ ଏସିଆରେ ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ
ବିକାଶ ବଦଳରେ ଯୁଦ୍ଧ ଉପରେ ଧ୍ୟାନ ଦେବା ଦେଶ ପାଇଁ ବହୁତ ଘାତକ ପ୍ରମାଣିତ ହୋଇଛି। ଆଜି ପାକିସ୍ତାନର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ନିଜର ମୌଳିକ ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି। କାରଣ ଉଚ୍ଚ ମୁଦ୍ରାସ୍ଫୀତି ଲୋକଙ୍କ କ୍ରୟ ଶକ୍ତିକୁ ଛଡ଼ାଇ ନେଇଛି। ପରବର୍ତ୍ତୀ ଖବର ପାକିସ୍ତାନର ଧମକ ମସଜିଦ ଉଡ଼ାଇଲ ଦିଲ୍ଲୀ ପାଉଁଶ କରିଦେବୁ। ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ହେବ। ଆମକୁ କେହି ଅଟକାଇ ପାରିବେ ନାହିଁ। ଆମ ମସଜିଦ ଉପରେ ଆକ୍ରମଣ କରିଛ, ତୁମ ମନ୍ଦିର ଉପରେ ହେବ ଆକ୍ରମଣ। ବୋମା ବିସ୍ଫୋରଣରେ ମନ୍ଦିରକୁ ପାଉଁଶ କରିଦେବୁ। ସବୁଠାରୁ ବଡ଼ ମନ୍ଦିରରେ ହେବ ବୋମା ବିସ୍ଫୋରଣ। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ଦେଇଛି ଏମିତି ଧମକ। ପରବର୍ତ୍ତୀ ଖବର ଭାରତ ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଉଭୟ ଦେଶର ଅର୍ଥନୀତିକୁ ବୃଦ୍ଧି କରିପାରୁଥିବା ପ୍ରମୁଖ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ରାଷ୍ଟ୍ରପତି ଲୁଲା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ରାଷ୍ଟ୍ରପତି ଲୁଲା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ଆନନ୍ଦିତ।